ଅର୍ଥନୈତିକ ମେରୁଦଣ୍ଡ ଏବଂ ସେମାନେ ଆମକୁ ଦାନା ବି ଯୋଗାଉଛନ୍ତି। ତ ତାଙ୍କ କଥାକୁ ଆଗେ ଗୁରୁତ୍ୱ ନେଇଛୁ। ଇଏ ବି ଗୋଟେ ପ୍ରସଙ୍ଗ, ମୁଖ୍ୟ ପ୍ରସଙ୍ଗ ଏଟା। ନାରୀମାନଙ୍କ ପ୍ରସଙ୍ଗ, ମହିଳାମାନଙ୍କର ସୁରକ୍ଷା ଏବଂ କୃଷକମାନଙ୍କର କଥା, ଇଏ ତ ଗୋଟେ ମୁଖ୍ୟ ପ୍ରସଙ୍ଗ ଆମ ରାଜ୍ୟରେ। ଇଏ ଯେହେତୁ ଗୋଟେ କୃଷିପ୍ରବଣ ରାଜ୍ୟ, ତ ସେହି ଆଧାରରେ ଗତକାଲି ମଧ୍ୟ ମୁଲତବୀ ପ୍ରସ୍ତାବ ଆମେ ମାଗିଥିଲୁ ଏବଂ ଗତକାଲି ସରକାର ମୁଲତବୀ ପ୍ରସ୍ତାବ ଆମକୁ ଦେଲେ। ଯେଉଁ ହିସାବରେ ଦେଲେ, ଯଦି ପୂର୍ବରୁ ଦେଇଥାନ୍ତା ଗୃହ ଏତେବେଳକୁ ସୁରୁଖୁରୁ ଚାଲିଥାନ୍ତା। ତ ସେ ନ ଦେଇଥିବା ଯୋଗୁଁ ତାଙ୍କର କେଉଁଠି ଭୟ ରହିଛି, କେଉଁଠି ତ୍ରୁଟି ରହିଛି, ତାକୁ ସେମାନେ ସମୀକ୍ଷା କରିବା ଦରକାର। ବିରୋଧୀ କାହିଁକି ଗୃହ ଚଳିତ ଦେବେନି? ବିରୋଧୀ କ'ଣ ଆସୁଛନ୍ତି ହଙ୍ଗାମାଗିରି ବନ୍ଦ କରିବା ପାଇଁ? ବନ୍ଦ କରିବା ବିରୋଧୀର ଉଦ୍ଦେଶ୍ୟ ନୁହେଁ। ଗଣତନ୍ତ୍ରର ସ୍ୱରକୁ ଏବଂ ଜନସାଧାରଣଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିବା ହେଉଛି ବିରୋଧୀର ସ୍ୱର। ତେଣୁ ବିରୋଧୀ ହିସାବରେ ଆମେ ଯେଉଁ ଭୂମିକା କରୁଛୁ ସେଟା ଠିକ୍ କରିଛୁ। ଆମେ କାଲି ମୁଲତବୀ ପ୍ରସ୍ତାବରେ ଆଲୋଚନା କଲୁ। ଦ୍ୱିତୀୟ ଭାଗରେ ସରକାର କହିଲେ, ଯେତେବେଳେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ମନ୍ତ୍ରୀ ମହୋଦୟ ଉତ୍ତର ଦେଲେ ଇଏ ହେଉଛି ଭିତ୍ତିହୀନ, ତଥ୍ୟହୀନ, ଆମେ ତୁରନ୍ତ ହୁଏଲକୁ ଗଲୁ। ଦ୍ୱିତୀୟ ପର୍ଯ୍ୟାୟରେ ଯେତେବେଳେ ବଜେଟ୍ ସେକ୍ସନରେ ଆଲୋଚନା ହେଲା ଏବଂ ସେଠୁ ଆମେ ବଜେଟ୍କୁ ପ୍ରତ୍ୟାଖ୍ୟାନ କରି ଗୃହରୁ ଆମେ ପ୍ରତ୍ୟାବର୍ତ୍ତନ କଲୁ ଏବଂ ମହାତ୍ମା ଗାନ୍ଧୀଙ୍କ ତଳେ ଚିରାଚରିତ ପ୍ରଥାରେ ଆମେ ସେଠି ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଲୁ। କାହିଁକି? କଂଗ୍ରେସର ତ ସଂଖ୍ୟା ନାହିଁ। କଂଗ୍ରେସ ଉପରେ କାହିଁକି ନଜର ରହିବ? ନାହିଁ, କଂଗ୍ରେସ ବିକ୍ରି ବଟା ଦଳ ନୁହେଁ। ମୁଁ ଆପଣଙ୍କୁ ସ୍ପଷ୍ଟ କରିଦେଉଛି, ଆମର ହାଇକମାଣ୍ଡର ନିଷ୍ପତ୍ତି ଯାହା ହେବ, ଆମେ ଜାତୀୟ ଦଳର ଆମେ ସମସ୍ତେ ଗୋଟେ ଗୋଟେ ବିଧାୟକ ହେଇଛୁ। ତେଣୁ ଆମର ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ଏବଂ ଯେଉଁ ରୁଲିଂ ଦେବେ, ଆମେ ସେହି ଅନୁଯାୟୀ ସେ କଥାକୁ ଗ୍ରହଣ କରିବୁ ଏବଂ ନିଶ୍ଚିତ ଭାବେ ସେହି ଧାରାରେ ଆମେ ଚିନ୍ତାଧାରାରେ ବଜାୟ କରିବୁ। ନାଇଁ ନାଇଁ, ଆଲୋଚନା ହେଇନି। ସେଇଦିନ ଜଣାପଡ଼ିଯିବ। ପିସି ସଭାପତି ଯୋଗାଯୋଗରେ ଅଛନ୍ତି ଏବଂ ଗତକାଲି ମଧ୍ୟ ସେ ବାବଦରେ ଆଲୋଚନା ହେଇଥିଲା। ହାଇକମାଣ୍ଡ ଦିଲ୍ଲୀରୁ ଯେଉଁ ନିର୍ଦ୍ଦେଶ ଦେବେ, କାହାକୁ ପ୍ରାର୍ଥୀ କରିବେ, କ'ଣ କରିବେ, ସେହି ଅନୁଯାୟୀ ଆମର ସେହି ପ୍ରାର୍ଥୀକୁ ଆମେ ଭୋଟ୍ ଦେବୁ ଏବଂ ଆମର ସ୍ଥିତି ବଜାୟ ରଖିବୁ। ଦେବାର ସୂଚନା ଅଛି। ମୁଁ ଫାଇନାଲ ଆପଣଙ୍କୁ ଆଜି କହିପାରୁନି, କାରଣ ଆପଣ ଯେଉଁ ପ୍ରଶ୍ନଟି ପଚାରୁଛନ୍ତି ସେଟା ନିଷ୍ପତ୍ତି ହାଇକମାଣ୍ଡ ନେବେ। ସେଟା ମୁଁ ନିଷ୍ପତ୍ତି ନେଲେ ଚଳିବ ନାହିଁ, କିନ୍ତୁ ଆଲୋଚନା ଚାଲିଛି। ଆଶା କରାଯାଉଛି ପ୍ରାର୍ଥୀ ଦିଆଯାଇପାରେ। ବଜେଟ୍ ପରେ ବଜେଟ୍ ଚାଲିଛି, ନିଯୁକ୍ତିର ସୁଯୋଗ ନାହିଁ। ଚାକିରି ଦିନ ଦୁଇ ପରେ ବିକ୍ରି ଚାଲିଛି। ପୂର୍ବ ସରକାରକୁ ଏମାନେ ଟପି ଯାଇଛନ୍ତି। ତ ସେ ବାବଦରେ ମୁଁ କହିବା ଅପେକ୍ଷା ଆପଣମାନଙ୍କ ପାଖରେ ବହୁତ ସାରି ତଥ୍ୟ ଅଛି। ତ ସରକାର ସେ ବାବଦରେ କ'ଣ କରୁଛନ୍ତି? ତଦନ୍ତ ହେଉଛି ଏବଂ ଆମେ ଦେଖୁଛୁ କହିକି ସେ କଥାକୁ ଆଡ଼େଇ ଯାଉଛନ୍ତି। ତେଣୁ ଆମେ ଦୁଃଖିତ ଯେ ଏ ପ୍ରକାର ଗୋଟେ ଯେଉଁ ସରକାର ଏବେର ଯେଉଁ ଦାୟିତ୍ୱ ନେଇଛନ୍ତି, ସେ କୌଣସି ଗଣତନ୍ତ୍ରର କଥାକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ସେ ଯେଉଁଟା ଚିନ୍ତା କରୁଛନ୍ତି ସେହି କାର୍ଯ୍ୟକ୍ରମଟା ସେ କରାଉଛନ୍ତି ଏବଂ ନିଜକୁ ବାହାବା ନେବା ପାଇଁ ବିଭିନ୍ନ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଛନ୍ତି।